ଆଜିର ଏହି ଅବସରକାଳୀନ ତଥା ବିଦାୟକାଳୀନ ସମାପନ ସଭାରେ ମୋର ମଞ୍ଚାସନ ଗୋଷ୍ଠୀଭଙ୍ଗ ଅଧିକାରୀ ମହୋଦୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ମହୋଦୟ ଏବଂ ଅତିରିକ୍ତ ଗୋଷ୍ଠୀଭଙ୍ଗ ଅଧିକାରୀ ମହୋଦୟ ତଥା ମୋର ଏହି ପଞ୍ଚାୟତରେ ଦୀର୍ଘ 2 ବର୍ଷ ରହଣ ଭିତରେ 2 ବର୍ଷ ନା ଏକ ବର୍ଷ ରହଣ ଭିତରେ ମୋର ପଞ୍ଚାୟତର ସରପଞ୍ଚ ମହୋଦୟ ଏବଂ ମୁଁ ବର୍ତ୍ତମାନ ଯେଉଁ କାର୍ଯ୍ୟାଳୟରେ ମୁଁ କାର୍ଯ୍ୟ କରୁଛି ସେହି କାର୍ଯ୍ୟାଳୟର ମୋର ମୁଖ୍ୟ କିରାଣୀ ଆଜିକାଲି ତ ମୁଖ୍ୟ କିରାଣୀ ନୁହନ୍ତି, ବିଭାଗ ଅଧିକାରୀ, ସିନିୟର କ୍ଲର୍କ, ଆମର ମୋର ଜୁନିୟର କ୍ଲର୍କ ଭାଇମାନେ, ସହକର୍ମୀ ଭାଇମାନେ ଏବଂ ଏଇ ଯେଉଁ ବହୁତ ଦିନ ହେଲା ଆମ ଗହଣରେ ଚାକିରି କରୁଥିବା ଏବଂ ଅବସର ନେଇଥିବା ଆମର ବୟୋଜ୍ୟେଷ୍ଠ ଭାଇନା, ଆମେ ଯାହାକୁ ଭାଇନା ବୋଲି ସବୁବେଳେ ସମ୍ବୋଧନ କରୁ, ଆମର ଡିଆର୍ଏସ୍ର ଭାଇନା ଏବଂ ଆମର ଗହଣରେ ଥିବା ଅନ୍ୟାନ୍ୟ ମୋର ସହକର୍ମୀ ବନ୍ଧୁଗଣ ତଥା ଆମର ଏହି ବ୍ଲକର ବା ଆମର ଏହି ପିଓମାନଙ୍କର କର୍ତ୍ତା ବିଧାତା ଆମେ ଯାହାକୁ ଭାବୁ ପଞ୍ଚାୟତ ରାଜର ଆମର ଗୋପାଳ ପଣ୍ଡା ମହୋଦୟ ଏବଂ ଆମ ନିକଟରେ ସବୁବେଳେ ବି ଦୀର୍ଘ 22-24 ବର୍ଷ ହେଲା ପିଓ ସଂଘକୁ ଶକ୍ତିଶାଳୀ ଦେଉଥିବା, ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଆସୁଥିବା ଆମର ନୀଳାଞ୍ଚଳ ମିଶ୍ର ମହୋଦୟ ଏବଂ ମୋର ସମସ୍ତ ପିଓ ଭାଇ ଭଉଣୀମାନେ, ସେ ଯାହା ହେଉ ସରକାରଙ୍କର ତ ଗୋଟିଏ ନୀତି ନିୟମ ଅଛି, ନୀତି ନିୟମରେ ଆମେ ବନ୍ଧା ସମସ୍ତେ। ଯେହେତୁ ସରକାର ପୋଷ୍ଟିଂ ଯେତେବେଳେ ଅଛି, ରିଟାୟାରମେଣ୍ଟ ମଧ୍ୟ ସେତେବେଳେ ନିହାତି ଅଛି। ଆଜିର ଏହି ଏ ଯେଉଁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବହୁତ ମୁଁ ବି ନିଜକୁ ଗର୍ବ ଅନୁଭବ କରୁଛି। ମାନେ ଆଜି ଆମର ଯେଉଁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ହେଉଥିଲା, ଏମିତି କୌଣସି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରାୟ ଆମର କୌଣସି ଫ୍ୟାମିଲି ବି କିଏ ବି ଆସୁନଥିଲେ। ସେ ଯାହା ହଉ ଆଜି ମୋର ସୌଭାଗ୍ୟରେ ମୋର ସ୍ୱାମୀ ହେଲା, ଭଦ୍ରୀ ହେଲା, ତାପରେ ମୋର ଝିଅମାନେ ଏବଂ ମୋର ବିଶେଷ ନାତି ନାତୁଣୀ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବି, ଯେ ମାଧ୍ୟମର ଏହି ସମସ୍ତେ ଉପସ୍ଥିତ ଅଛନ୍ତି। ତାପରେ ତ ଶୁଣେ ଶୁଣେ ଆମର ପଣ୍ଡା ସାର୍ଙ୍କର ମ୍ୟାଡ଼ାମ ମଧ୍ୟ ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି, ଯେଉଁଟା ତାଙ୍କୁ ବି ଆମେ ମୁଁ ଆଜିର ଏହି ବିଦାୟକାଳୀନ ଅବସରକାଳୀନ ସଭାରେ ମାନେ ମୁଁ ବହୁତ ଖୁସି। ସେ ଯାହା ହେଉ ସରକାରଙ୍କର ନୀତି ନିୟମ ଅନୁଯାୟୀ ତ ଆମେ ଚାକିରିରୁ ଅବସର ନେବା, କିନ୍ତୁ ପ୍ରଥମେ ମୁଁ ଯେତେବେଳେ ରାୟଗଡ଼ା ବ୍ଲକରେ ମୁଁ ଯେତେବେଳେ କାର୍ଯ୍ୟରତ କରୁଥିଲି, ମୁଁ ତ 1986 ମସିହା ଜୁଲାଇ ମାସ 15 ତାରିଖରେ ମୁଁ କାର୍ଯ୍ୟରେ ଯୋଗ ଦେଇଥିଲି। ଯାହାକି ମୋର ରିଟାୟାରମେଣ୍ଟ ଆଜି ହେଉଛି, ସେତେବେଳେ 37 ମାସ 11 ଦିନ 16 ଦିନ ହେଲା ମୁଁ ଚାକିରି କରିଗଲା। ମୁଁ ଯେତେବେଳେ ବି ଚାକିରି କଲି ସେତେବେଳେ ମୋତେ ବୟସ ହେଇଥିଲା 22 ବର୍ଷ 23 ଦିନ। 22 ବର୍ଷ 23 ଦିନ ମୁଁ ଯେତେବେଳେ ଚାକିରି କଲି, ଏପଏଣ୍ଟମେଣ୍ଟ ଲେଟର ଆସିଥିଲା। ସେତେବେଳେ 1985 ମସିହାରେ ଯେତେବେଳେ ଏପଏଣ୍ଟମେଣ୍ଟ ଲେଟର ଆସିଲା, ଫାଷ୍ଟ ଲିଷ୍ଟରେ ମୋର ଆସିଲାନି ନା, କାହିଁକି ସେତେବେଳେ ସରକାର କହିଥିଲା ଯେ 1/1/1985 କି ଯାହାର 21 ବର୍ଷ ହେଉଛି ତାକୁ ଏକା ସର୍ଭିସ ମାନେ ଇଣ୍ଟରଭ୍ୟୁ କରିପାରୁ, ନହେଲେ ଆମେ ଯେଉଁ 286 ପୋଷ୍ଟିଂ ହେବୁ ଆମକୁ ସେତେବେଳେ ଏଇଟା ଆସିଥିଲା। ହେଲେ ସେତେବେଳେ 1/1/1985କୁ ମୋତେ 21 ବର୍ଷ ହେଇଗଲା, ଯେଉଁଦ୍ୱାରା କି ମୋର କେତେ ଗୁଡ଼ିଏ ସାଙ୍ଗ, ମୁଁ ସେତେବେଳେ ଜୟପୁର PWରେ ମୁଁ ଏନାମାର ଥିଲି, ମୋର ସାଙ୍ଗମାନଙ୍କୁ ଆସିଲା ସେତେବେଳେ, ମୋତେ ବି ଆସିଲା। ସେତେବେଳେ ମୋତେ ଟିକେ ଦୁଃଖ ଲାଗିଲା, କ'ଣ ପାଇଁ ସମସ୍ତେ ଏପ୍ଲାଏ କଲୁ, ମୋର କ'ଣ ଭୁଲ ହେଇଗଲା କ'ଣ, ତେଣୁକରି ମୋତେ ଆସିଲାନି ବୋଲି ମୁଁ ଭାବିଲି। ତାପରେ ସେ ଚିଠି ଯେତେବେଳେ ପଡ଼ିଲା, ସେତେବେଳେ ସେ କ'ଣ ଅଛି 1/1/1985 କି ଯେତେବେଳେ 21 ବର୍ଷ ହେବ ସେତେବେଳେ ଆସିଲାନି। କୌଣସି କାରଣ କେମିତି ଭାଗ୍ୟବଶତଃ ପୁଣି ସେକେଣ୍ଡ ଲିଷ୍ଟ ପୁଣି ମୋ ନାଁ ଆସିଲା।
ଆସିଲା ପରେ ସେତେବେଳେ ସେ ଫାଷ୍ଟ କଲ୍ ମୋର ସେଇଟା ଆସିଲା ପରେ ମୁଁ ଇଣ୍ଟରଭ୍ୟୁ ଦେଇଥିଲି। ଇଣ୍ଟରଭ୍ୟୁ ଦେଇ ମୁଁ ଜୟପୁର ଯେତେବେଳେ ଥିଲି, ଜୟପୁର ପୁଣି ସେଇଠୁ ଛାଡ଼ିଦେଇକି ମୁଁ ପଳେଇଲି, ବିଡବ୍ଲ୍ୟୁରେ ଥିଲି, ଛାଡ଼ିଦେଇକି ଗାଁକୁ ପଳେଇଲି। ଗାଁରେ ବି ମୁଁ ଏମିତି ସବୁ ଯାକ ବର୍ଷା ଦିନ ଜୁଲାଇ ମାସ ଆମ ଗାଁରେ ସବୁ ଗାଡ଼ିଆ ପୋଖରୀ ସବୁ, ସେ ପୋଖରୀରେ ମୁଁ ମାଛ ଧରୁଥିଲି। ସେତେବେଳେ ମାଛ ଧରିଲା ସମୟରେ ମୋର ଗୋଟେ ସାଙ୍ଗ ପୋଷ୍ଟ ପିଅନ ଅଛି, ତା ଭାଇ ସିଏ ଆସିଲା ଗୋଟେ ଡାକ୍ତର ଧରିକିରି କହୁଛୁ ଏମିତି ଗେଟ୍ ବାବୁ ବୋଲିକି ମୋର ଗୋଟେ ସାଙ୍ଗ ପୋଷ୍ଟ କରୁଛି। ସେ ଟେଲିଗ୍ରାମ ଧରିକି ମୁଁ ସାଙ୍ଗେ ସାଙ୍ଗେ ତାପରେ ସେ 13 ତାରିଖରେ ଘରୁ ବାହାରିକି ବର୍ଷା ହେଉଛି, 15 ତାରିଖରେ ଆସିକି ଜୟପୁରରେ ମୁଁ ପୂର୍ବ ଅଫିସରେ ଯୋଉ ରହିଲି ସେଠି ସାର୍ଟିଫିକେଟ୍ ସବୁ ନେଇକିରି ମୁଁ ରାୟଗଡ଼ ଯାଇକି ଜଏନ୍ କଲି। ରାୟଗଡ଼ରେ ଆମେ ଯେତେବେଳେ ନୂଆ 6 ଜଣ ଜଏନ୍ କଲୁ, ସେତେବେଳେ MR ପାତ୍ର ମୋର ତାର 240 ସିରିଏଲ୍, ମୋର 241 ସିରିଏଲ୍। ସିଏ ତ ଆଗକୁ ମୋର ଚିହ୍ନା ପରିଚୟ, ଯେହେତୁ ମୋ ମାମୁର ପୁଅର ସାଙ୍ଗ, ମୋର ସାଙ୍ଗମାନଙ୍କର ସିଏ ବି ସାଙ୍ଗ, ସିଏ ପାଠ ପଢ଼ୁଥିଲେ ପୁରୁଷୋତ୍ତମ ହାଇସ୍କୁଲ, ମୋର ବି ପୁରୁଷୋତ୍ତମ ହାଇସ୍କୁଲ। ସେତେବେଳେ ଆମେ ଚାକିରି ପାଇବା ପୂର୍ବରୁ ଆମେ ମିଶିକି ସେଇଠୁ ତାପରେ ଆମେ ଗଲୁ, ଗୋଟିଏ ଘରେ ସମସ୍ତେ ରହିଲୁ। ସିଏ ମୁଁ ଆଉ 4 ଜଣ ଆମର ଅବନପାଟି ଯିଏ ଅଛନ୍ତି, ଏମିତି ଆମେ ସେଠି 6 ଜଣ ଗୋଟିଏ ଘରେ ରହିଲୁ। ସେଇଠି ବି ଆମର ଯେତେବେଳେ ସର୍ଭିସ୍ ସେତେବେଳେ ଆମେ ଆରମ୍ଭ କଲୁ, ମାନେ ପୋଷ୍ଟ କଥା ଆମେ କ'ଣ ଜାଣିନଥିଲୁ ସାର୍। ଆମେ ଯେତେବେଳେ ଆରମ୍ଭ କଲୁ ସେତେବେଳେ ଆମର ସଚ୍ଚିଦାନନ୍ଦ ନାୟକ ବୋଲି ଜଣେ ସିଓ ଥିଲେ, ଇନଚାର୍ଜ ବିଲ। ସିଏ ଏମିତି କୌଣସି କାରଣବଶତ ସେ ଏକ୍ସପାୟାର କରିଗଲେ। ତାପରେ ଆମକୁ ମାଲକାନଗିରି ଟ୍ରାନ୍ସଫର ହେଲା। ସମସ୍ତେ ସେଠି ଅଶୋକ ତ୍ରିପାଠୀ ଥିଲେ କଲେକ୍ଟର, ସେ ପଡ଼ିଆରେ ଯେତେ ଥିଲେ ରାୟଗଡ଼ ସମସ୍ତଙ୍କୁ ମାଲକାନଗିରି ଟ୍ରାନ୍ସଫର କରିଦେଲେ। ମାଲକାନଗିରିରୁ ଆମେ ଟ୍ରାନ୍ସଫର ହେଇକି ତାପରେ ଗୁଡାରି ଆସିଲେ। ଏମିତି ଆମର ଯୋଉ 37 ବର୍ଷ 11 ବର୍ଷ 16 ଦିନ ମୁଁ ଯୋଉ ସର୍ଭିସ୍ କଲି, ସେତିକି ଭିତରେ ମୁଁ ପ୍ରାୟ 7ଟା ବ୍ଲକ ଦେଖିଲି, 21ଟା ପଞ୍ଚାୟତ ଦେଖିଲି ଏବଂ ମୁଁ 21 ଜଣ ବିଡିଓକୁ ବି ଦେଖିଲି। ତା ସାଙ୍ଗେ ସାଙ୍ଗେ ମୋର ଗୋଟେ ସୌଭାଗ୍ୟର ବିଷୟ, ବ୍ଲକରେ ସର୍ଭିସ୍ କରିକି ଯେ ମୁଁ ଗୋଟେ ଡିପିଓ ଅଫିସ ଗୋଟେ ଏଲ୍ଆର୍ ହିସାବରେ ଯୋଉ ପୋଷ୍ଟିଂ ହେଲି, ସେଇଟା ବି ଗୋଟେ ମୋତେ ବହୁତ ଗୋଟେ ଆନନ୍ଦର କଥା। ଯେହେତୁ ବ୍ଲକ ସର୍ଭିସ୍ କରି କେବେ ବି ଆମର ଓଡ଼ିଶା ଇତିହାସରେ ବି ପଞ୍ଚାୟତ ରାଜ ଇନଷ୍ଟିଟ୍ୟୁସନ୍ ନଥିଲା ଯେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଯାଇକି କାର୍ଯ୍ୟ କରିବାଟା, ସେ କାର୍ଯ୍ୟ ଯେହେତୁ ଆମକୁ ମିଳିଲା। ସେତେବେଳେ ମୁଁ ଭାବିଥିଲି ଯାହା ମୁଁ ତ ଫିଲ୍ଡରେ କାମ କରିକି 37 ବର୍ଷ କାଳ ଆସିଲି, ଏ ଗୋଟେ 2-3 ମାସ କାଳ ଯାହା ମୁଁ ଡିପିଓ ଅଫିସରେ କିଛିଟା ଗୋଟେ କାମ ଶିଖିବି, ଫାଇଲ କାମ କ'ଣ ଶିଖିବି ବୋଲି ମୋର ସେ ଗୋଟେ ଆଶା ବିଶ୍ୱାସ ଥିଲା। କିନ୍ତୁ ଭାଗ୍ୟକୁ ଆମର ଯୋଉ ସାର୍ ଥିଲେ ଡିପିଓ ସାର୍, ସିଏ ତ ଗୋଟେ ମାସେ ରହିଲେ, ସିଏ କୌଣସି ବିନା କାର୍ଯ୍ୟରେ କୌଣସି ଇଏ ନ କରି ସିଏ ରିଟାୟାର୍ଡ ହେଇଗଲେ। ବର୍ତ୍ତମାନ ସାର୍ ବି ଆସିଲେ, ମାନା ସାର୍ ବି ଆସିଲେ, ସିଏ ବି ଜଏନ୍ କଲେ। ଅଳ୍ପ ଦିନ ହେଲା ସିଏ ତାଙ୍କର ଡ୍ରଇଂ ପାୱାର ନେଲେ। ଏ ଭିତରେ ସିଏ ବି ଦେଖିଲେ, ଆରେ ପାତ୍ରବାବୁ ଆଉ କ'ଣ କହି, ପାତ୍ରବାବୁ ଆପଣ ବୁଲନ୍ତୁ, ମନ ଇଚ୍ଛା ଆରାମରେ ବୁଲନ୍ତୁ, ବୁଲିକି ଆପଣ ଇଏ ଏନ୍ଜୟ କରନ୍ତୁ ବୋଲି। ଆରେ ମୁଁ ଯୋଉ ଭାବିଥିଲି ଯୋଉ କାମ ଧନ୍ଦା ଟିକେ କରିବି, ସେତିକି ବି ମୋ ଦେହରେ ମୋତେ ସମସ୍ତେ ଫ୍ରି କରିଦେଲେ। ଫ୍ରି କରିବା ଦ୍ୱାରା ବି ମୁଁ ଅଫିସରେ ବି କୌଣସି କାମ ଧନ୍ଦା ବି ଯାହା ଶିଖିବି ବୋଲି ଭାବିଥିଲି ସେତିକି ବି କିଛି ଶିଖିବି। ଡିପିଓ ସାର୍ ଯେମିତି ମୋତେ ଶିଖଉଥିଲେ, ମାହାନ ସାର୍ ବି ମୋତେ ଆହୁରି ବି ଟିକେ ଫ୍ରି କରିଦେଲେ। ଆପଣ ବୁଲନ୍ତୁ ପାତ୍ରବାବୁ, କାହିଁକି ଇଏ କରୁଛନ୍ତି, ଆରାମରେ ମନ ଇଚ୍ଛା ବୁଲନ୍ତୁ, ବୁଲିକି ଆପଣ ଇଏ କରିବେ। ସେ ସବୁ କାମ ମୋର ଚାଲିଲା। ବର୍ତ୍ତମାନ ଏବେ ଏତିକି ଦିନ ଭିତରେ ସାର୍ଙ୍କ ପାଖରେ ମୁଁ ଯୋଉ ରହିଲି, ମୋତେ ସିଏ ବି କହିଲେ ନାଇଁ ପାତ୍ରବାବୁ ଆପଣ ବ୍ୟସ୍ତ ହେବା ଦରକାର ନାହିଁ। ହେଲେ ମୁଁ ଯେହେତୁ ଆସିଲା ପରେ ମୋର ସେ HRM ଷ୍ଟେଟ୍ ହେବ କି ନାହିଁ ମୁଁ ଭାବିନଥିଲି। ମୋତେ ସବୁବେଳେ ଗୋଟେ ଦ୍ୱନ୍ଦ୍ୱ ଥିଲା ଯେ ମୁଁ ଦରମା ପାଇବି କି ନ ପାଇବି କ'ଣ, ମୁଁ ସେଇଟା ବି ଭାବିପାରୁନଥିଲି। ଲାଷ୍ଟ ମୋମେଣ୍ଟ ମୋତେ ପର୍ଯ୍ୟନ୍ତ ବି ସାର୍ କହୁଛନ୍ତି ପାତ୍ରବାବୁ ଆପଣ ବ୍ୟସ୍ତ ହେବା ଦରକାର ନାହିଁ, ଆପଣଙ୍କର ସବୁ ଜାଗା କାମ ମୁଁ କରିବି, ଆପଣ ରିଟାୟାର୍ଡ ହେଲା ଦିନ ସବୁ ଜାଗା ଆପଣଙ୍କୁ ମୁଁ ହାତରେ ଦେବି। ଦୁର୍ଭାଗ୍ୟର ବିଷୟ, ସାର୍ଙ୍କର ଏସବୁ ଆମର ଯୋଉ ଡ୍ରଇଂ ପାୱାର ଆସିଲା, ଯାହା ଯାହା ତାକୁ ଆବଶ୍ୟକ ଦରକାର ଡ୍ରଇଂ ପାୱାର ପାଇଁ, ସେ ସବୁ ଜାଗା ହବାଟା ଡେରି ହେଇଗଲା। ଯୋଉଦ୍ୱାରା କି ମୋର କାଗଜପତ୍ର ସବୁ ହେଲେ ମଧ୍ୟ, HRM କ୍ରିଏଟ୍ ହେଲା, ସବୁ ଜାଗା ହେଲେ ମଧ୍ୟ ସେ ଜାଗା ମୁଁ ହୁଏତ ପାଇପାରିନି। ଦିନେ 2 ଦିନ ଭିତରେ ମୋତେ ସାର୍ କାଲି ବି କହୁଛନ୍ତି ଆପଣ ଦିନେ 2 ଦିନ ରୁହନ୍ତୁ। ଆଉ ଯିଏ ଗେଷ୍ଟ ହାଉସ୍ କ୍ଲାର୍କ ଥିଲା ସେ ମଧ୍ୟ ଛୁଟିରେ ବି ଯାଇଛନ୍ତି, ଆସିଲେ ମଙ୍ଗଳବାର ବୁଧବାର ଦିନ ହେଇଯିବ, ତେଣୁକରି ସେଇଟା ବି ହେଇଯିବ। ଏସବୁ କାର୍ଯ୍ୟ ପାଇଁ ମୁଁ ମୋର ଡିପିଓ ସାର୍ଙ୍କୁ ବହୁତ ମୁଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି। ଆଉ ସେ କାମ ବି ହେବ ବୋଲି ମୁଁ ନିଶ୍ଚିତ ଆଶା ରଖୁଛି। ତ ସଙ୍ଗେ ସଙ୍ଗେ ମୋର ଏ ଯୋଉ 37 ବର୍ଷ ସର୍ଭିସ୍ ଭିତରେ
ମୁଁ ଯେ 21 ଜଣ ଭିଡ଼ିଓ ମୁଁ ଦେଖିଲା ଭିତରେ ମୋର ତାଙ୍କେ 6 ଜଣ ହେଉଛନ୍ତି ପ୍ରମୁଖ ଭିଡ଼ିଓ, ଆଉ 13 ଜଣ ରହୁଛନ୍ତି ଓଏସ୍ ଭିଡ଼ିଓ, 2 ଜଣ ରହୁଛନ୍ତି ଇନଚାର୍ଜ। 21 ବର୍ଷ ସର୍ଭିସ୍ ଭିତରେ 7ଟା ବ୍ଲକ ମୁଁ ଦେଖିଲି, 7ଟା ପଞ୍ଚାୟତ ଦେଖିଲି। ବର୍ତ୍ତମାନ ସମସ୍ତଙ୍କର ସବୁ ଭିଡ଼ିଓ ମୁଁ ଦେଖିଲା ପରେ ସାର୍ ଯେଉଁ ଦିନ ଆସିଲେ ମାନେ ସାର୍ଙ୍କର ଯାହା ମୁଁ ହାବଭାବ ସବୁ ଜାଗା ଦେଖିଲି। ଏମିତି ତ ଭିଡ଼ିଓ ମାନଙ୍କୁ ଆମେ ବହୁତ ଦେଖିଲେ, ବହୁତ ସବୁ ଜାଗା କାର୍ଯ୍ୟ କଲେ, ସବୁ ଜାଗା କଲେ। ସାର୍ ଯେଉଁ ଦିନ ଭିଡ଼ିଓ ହିସାବରେ ଆସିଲେ ଆମେ ବି ସମସ୍ତେ ଟିକେ ଫାଷ୍ଟରେ ସବୁ ପିଓ ମାନଙ୍କୁ ଟିକେ ଭୟ କରୁ। ସାର୍ କ'ଣ ଏ ପ୍ରକାର କାମ ଯାକ ସବୁ କରୁଛନ୍ତି, ଆସୁ ଚିଠିଟା ଆସିଲା ପାତ୍ରବାବୁ ଏଇଟା ହେଇଯିବାର ଅଛି, ରାଉତବାବୁ ଏଇଟା ହେଇଯିବାର ଅଛି। ସେ କ'ଣ ସେ ସାର୍ କ'ଣ କରି ଆମକୁ ସମୟ ନିର୍ଦ୍ଦିଷ୍ଟ ଦେଇଦେବେ, 2 ଘଣ୍ଟା ଭିତରେ ଏଇଟା ହବାର ଅଛି। ଯେଉଁ କାମ 2 ଘଣ୍ଟା ଭିତରେ ଆମେ କରିପାରିବୁ ନାହିଁ, ସାର୍ ସେଇଟାକୁ ଆମକୁ କହି 2 ଘଣ୍ଟା ଭିତରେ ଆମର ସେ କାର୍ଯ୍ୟକାରୀ କରିବାର ଅଛି। କିନ୍ତୁ ଆମେ ସେ କାମ ନ କରିପାରିଲେ ମଧ୍ୟ ସାର୍ କ'ଣ କରିବେ, ସାଙ୍ଗେ ସାଙ୍ଗେ କୋଉଠି ଲିଭେଇବାର ଅଛି, ସେ ନିଜେ ବି ଚକ ଧରି ଲିଭେଇ ଦେବେ, ନିଜେ ବି ବ୍ରସ୍ ଦେଇକି ଲିଭେଇ ଦେବେ। କନା ବାନ୍ଧିବାର ଅଛି ଗାଡ଼ିରେ, ନିଜେ ସାର୍ ଆପଣ ନିଜେ ବି ଆସେ। ସାର୍ ମାନେ ଏତେ ଆମ ସହିତ ଗୋଟେ କୋପରେଟ୍ କରି ସାର୍ କେବେ ବି ସିଏ ମୁଁ ଗୋଟେ ଭିଡ଼ିଓ କରି ଭାବି ନାହାନ୍ତି। ସେ ପିଓ ମାନଙ୍କୁ ସେ ଏତେ ବିଶ୍ୱାସରେ ସେ ନେଇକି କାମ କରୁଥିଲେ, ମାନେ ସତେକି ସେ ପିଓ ଆମେ ସାର୍ ସହିତ କ'ଣ ତାଙ୍କୁ ଆମେ ଗୋଟେ ଅଫିସର ବୋଲି ଭାବି ସେ ଏମିତି ଗୋଟେ କାମ କରୁଥିଲେ ଯୋଉଟାକି ଆମକୁ ବି ବହୁତ ଫିଲ୍ ଲାଗୁଥିଲା। ସେ ସେମିତି କାମ କରି ଯାଉଥିଲେ। ତେଣୁକରି ସାର୍ ବହୁତ କିଛି ଆମେ ଶିଖିବାର ଅଛି। ଆଉ ଯେଉଁ ପିଓମାନେ ବର୍ତ୍ତମାନ ଏବେ ନୂଆ ସମସ୍ତେ ଛୋଟ ଛୋଟ ମାନେ ଏବେ ନୂଆ ସବୁ ଜାଗା ଚାକିରି ପାଇଛନ୍ତି, ସବୁ ଜାଗା ପିଲାମାନେ ସେମାନେ ତ ସବୁ ଜାଗା ହାଇଲି କ୍ୱାଲିଫାଇଡ୍ ପିଲାମାନେ, ସେମାନେ ଡିଜିଟାଲ ସବୁ ଜାଗା ଜାଣିଛନ୍ତି। କିନ୍ତୁ ସେମାନଙ୍କୁ ବହୁତ କିଛି କାମ ଶିଖିବାକୁ ପଡ଼ିବ, ଆଉ ସମସ୍ତଙ୍କର ବଡ଼ମାନଙ୍କର ପରାମର୍ଶ ନେବାକୁ ପଡ଼ିବ। ସ୍ପେସିଆଲି ମୁଁ କହିବାକୁ ଗଲେ ସେମାନେ ବହୁତ କିଛି ଶିଖିବାକୁ ପଡ଼ିବ। ଏଇପରି ହେଲା ସାର୍ଙ୍କ ବିଷୟରେ ଯାହା ମୁଁ କହିଲି। ଦ୍ୱିତୀୟ ହେଲା ଆମର ଏ ଭିଡ଼ିଓ ନାୟକ ସାର୍। ଏ ଭିଡ଼ିଓ ନାୟକ ସାର୍ ସିଏ କ'ଣ ପ୍ରତ୍ୟେକ କାମ ଜାଣିଥିବେ, କିନ୍ତୁ କୋଉ କାମ ତାଙ୍କ ପାଖକୁ ଗଲେ କରିବେନି କି, ମାନେ ସିଏ ଗୋଟେ ସଠିକ ହେ ଜ୍ଞାନ ହିସାବରେ କହିଥିବେ, କିନ୍ତୁ ଭିତରେ ସେଇଟାକୁ ସେ ରଖିଥିବେ ଯେ ତମେ କାମ କର, ସବୁ ଜାଣିଥିବେ, ହବନି କାମ ଯେତେବେଳେ ହବନି କାହିଁକି କଲେନି, ସେ ସେତେବେଳେ ସମସ୍ତେ ତାପରେ ସେ କହିବେ। ତେଣୁକରି ସିଏ ପଞ୍ଚାୟତରେ ଆମର ଯେତିକି ଇଲେକ୍ସନ ହଉ କି ଯାହା ହଉ, ସେ ଯେତିକି ଜ୍ଞାନ ସବୁ ଜାଗା ସେ ଜାଣିଛନ୍ତି। ମୁଁ ଭାବୁଛି ସେତିକି ଆମର ନାୟକ ସାର୍ ଯେତିକି ସବୁ ଜାଗା ସେ ଜାଣିଛନ୍ତି, ବୋଧେ ଅନ୍ୟ କାହା ପାଖରେ ସେତେ ଜ୍ଞାନ ଥିଲେ ମଧ୍ୟ ପ୍ରକାଶ ଆମେ କରିପାରୁନାହାନ୍ତି। ତାଙ୍କ ପାଖରେ ବହୁତ ବୁଦ୍ଧି ଜ୍ଞାନ ସବୁ ଜାଗା ଅଛି, ମୁଁ ଯାହା ଉପଲବ୍ଧ କଲି। ଏବଂ ପ୍ରତ୍ୟେକ କ୍ଷେତ୍ରରେ ବ୍ଲକ ସିଏ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାହାଯ୍ୟ କରି ସେ ବ୍ଲକଟାକୁ ସୁରକ୍ଷିତ ନେଉଛନ୍ତି। ତା ବାଦେ ଆମ ଗହଣରେ ରହିଲେ ଆମର ଗୋପାଳ ପଣ୍ଡା, ଯିଏ ୟୁପି ହିସାବରେ ପୋଷ୍ଟ ପାଇଛି। ଆମେ ଯେତେବେଳେ ଥିଲୁ ସିଏ ବୋଧେ 2017ରେ ଆମ ଗହଣରେ ଆସିକି ଜଏନ୍ କଲେ। ନୂଆ ଜଏନ୍ କଲା ପରେ ସିଏ ତ କାମ ଧନ୍ଦା ସିଏ ଆଗରୁ କୋଉଠି ଥିଲେ କି କ'ଣ କରୁଥିଲେ, ଆମ ଗହଣରେ ଯେତେବେଳେ ଆସିକି ସେ କାର୍ଯ୍ୟ କଲେ ଏତେ କୁଇକ୍ ସେ ସବୁ ଯାକ କାମକୁ ମାନେ ଏତେ ଶୀଘ୍ର ସେ ଗ୍ରହଣ କରିନେଲେ। ସେମିତି ଗୋଟେ ଅଫିସର ମିଳିବାଟା ତାଙ୍କ ଲାଇଫରେ ସିଏ ଯୋଉ ପ୍ରକାର ଗୋଟେ ମୁଁ ଭାବୁଛି ନିଶ୍ଚୟ ସିଏ ଗୋଟେ ଭଲ ଅଫିସର ଗୋଟେ ସିଏ ହେବେ ତାଙ୍କର ଭବିଷ୍ୟତରେ। ଆଉ ଅତି ଶୀଘ୍ର ସିଏ ବି ପ୍ରମୋସନ ପାଇବେ ଏବଂ ନିଶ୍ଚୟ ସିଏ ଗୋଟେ ଭବିଷ୍ୟତରେ ତାଙ୍କର ଗୋଟେ ଭଲ ଅଫିସର ହେବେ, ସେତିକି ମୁଁ ଭଗବାନଙ୍କର ପ୍ରାର୍ଥନା କରୁଛି। ଆଉ ଏ ତ ସର୍ଭିସ ପିରିୟଡ ଭିତରେ ମୁଁ ଯାହା ଭାବୁଥିଲି, ଯାହା ମୋର ଅଫିସରେ ମୋର ସାର୍ଙ୍କ ଠାରୁ ମୁଁ ରିଟାୟାର୍ଡ ହେଲି। ଏ ତ ରିଟାୟାର୍ଡ ହେବା ସମୟ ଆମେ ଯେତେବେଳେ ପ୍ରମୋସନ ଆସିଲା, ଆମର ସାଙ୍ଗସାଥି ବହୁତ ଆମ ବେଞ୍ଚରେ ସର୍ଭିସ କଲେ, ସର୍ଭିସ କରିକି ପ୍ରମୋସନ କିଏ ପାଇଲେ। ଆମେ ଯେତିକି ଜଣ ବି ପ୍ରମୋସନ ପାଇଲୁ ସେ ବହୁତ ଭାଗ୍ୟର କଥା। ଆମେ ଯେତେବେଳେ ପ୍ରମୋସନ ପାଇଲୁ ସେତେବେଳେ ଆମେ ବି ଆମର ଭିଡ଼ିଓ ମାନେ ଯିଏକି ସାବତ ସାର୍ ଆଉ ଆମର ରାଜେନ୍ଦ୍ର ମାଝୀ ସାର୍ ବି ଆମେ ଧନ୍ୟବାଦ ଦେବୁ। ଯେହେତୁ ଆମେ ଯେତେବେଳେ ଗଲୁ ଆମର ପ୍ରମୋସନ ଲିଷ୍ଟରେ ନାଁ ନାହିଁ, ଆମେ ରାୟଗଡ଼ା ବାଲା ଜାଣିଲୁ ସମସ୍ତଙ୍କର ଅଛି, ଆମର ନାଁ ନାହିଁ। ସେତେବେଳେ ଆମର କ'ଣ କଲୁ, ଆମର ପାଡ଼ିଆକୁ
ସିଏ ଫାଷ୍ଟ ବାହାର କଲେ କଥା ହେଉଛି ଏମିତି ପ୍ରମୋସନ ଲିଷ୍ଟରେ ନାଁ ଅଛି କରୁଛି ଆମେ ଯଦି ନ ଯିବା ଆମର ହବନି କ'ଣ କରିବା ବୋଲି ସାଙ୍ଗେ ସାଙ୍ଗେ ଆମେ ଗୋଟେ ଜିପ୍ ଗୋଟେ ବୋଲେରୋ ଗୋଟେ ବାହାର କରୁ ମିଶିକିରି ଆମେ ସବୁ ଯାକ ସେମିତି ରାଜେନ୍ଦ୍ର ମାଝୀ ସାର୍ ପାଖକୁ ଗଲୁ ସାର୍ ଏମିତି ପ୍ରମୋସନ ହବ ଆଉ ଆପଣଙ୍କୁ ସିଗ୍ନେଚର ଦରକାର ଇଏ ସେ କଥା ନ କହିକିରି ସେ ନିଜେ ଚା ଟା ବନେଇକି ଆମକୁ ଦେଇକି ପାଖରେ ବସେଇକି ତମେ କ'ଣ କରୁଛ ଦେଖୁଛ ଲେଖ ବୋଲି ସେ ଡାକିଦେଲେ ଡାକି ଦେଇକି ଆମେ ସବୁ ଦେଖିଲୁ ଲେଖିକିରି ସେଇଠୁ ସେ ଧରିକିରି ଆସିଲୁ ଆସିଲା ପରେ ସାବତ ସାର୍ ପାଖକୁ ସାବତ ସାର୍ ତା ପୂର୍ବରୁ ଇଏ କରୁଛନ୍ତି କ'ଣ ଚାଣ ତମେ ଯାହା ଚାଣ ଲେଖିଦିଅ ବୋଲେ କିନ୍ତୁ ସେ ନିଜେ ସବୁ ଜାଗା ଦେଖିଲେ ଲେଖିକି ଗଲୁ ଗଲା ପରେ ଦୁର୍ଭାଗ୍ୟବଶତଃ ଆମର କେତେ ଜଣଙ୍କର ପ୍ରମୋସନ ହେଲା ପରେ ଯୋଉଟାକି ଏମାର ପାତ୍ରର ମୋର ସେ ଲିଷ୍ଟରେ ନା ଦୁର୍ଭାଗ୍ୟବଶତଃ କୌଣସି କାରଣ ବଶତଃ ଆମର ଖସିଗଲା ତା ସାଙ୍ଗେ ସାଙ୍ଗେ ଆମର ବନ୍ଦ ଆହୁରି ଜଣେ ଦୁଇ ଜଣଙ୍କର ପାଇଁ ରହିଲା ସେତେବେଳେ ଟିକେ ମନ ଦୁଃଖ ଲାଗିଥିଲା ତାପରେ ପରେ ଆଜି ମୋର ଏ ପ୍ରମୋସନ ହେବା ପାଇଁ ମୁଖ୍ୟ ହେଲା ଏମାର ପାତ୍ର କାହିଁକି ମୋର ପ୍ରମୋସନ ହେଲାନି ମୁଁ ବି ତୁନି କଲି ହେଲେ ହଉ ନହେଲେ ନାହିଁ କ'ଣ କରିବା ଲାଷ୍ଟ ଯେଉଁ ସାବତ ସାର୍ ମୋତେ ଯେଉଁ ସାର୍ଟିଫିକେଟଟା ଯେଉଁଟା ତାଙ୍କର ସିସିଆର୍ଟା ଦେଇଥିଲେ ସେ ସିସିଆର୍ର ଜେରକ୍ସ କପି ମୋର ଥିଲା ଇଏ ଯେଉଁ ଦିନ ଗଲା ମୋତେ ଗୋଟେ ତୁମେ ଯିବ କିଏ ମୁଁ ଯାଉଛି ତୁମେ ଯିବ ବୋଲେ ଚାଲ ମୋ ସାଙ୍ଗରେ ହଉ ଚାଲ ଯିବା ଯଦି ଯିବ ବୋଲି କ'ଣ ସେ ସିସିଆର୍ଟା ମୁଁ ଧରିଥିଲି ତାର ଦୁଇଟା କପି ଧରି ମୁଁ ଯାଇଥିଲି ତାଙ୍କ ସହିତ ଗଲି ଗଲା ପରେ ମୁଁ ସେକ୍ରେଟାରୀ ମିଶିଲା ପରେ ଯେହେତୁ ମୋର 3 ବର୍ଷର ସେଇଠି ସିସିଆର୍ ଥିଲା ଆଉ 2 ବର୍ଷର ସିସିଆର୍ ନଥିଲା এইটা দেলা পরে সিଏ କହିଲେ ଯେ ହଁ ଯାଅ ତମର ଏଇଟା ଏକା ମୁଁ ଚାହୁଁଥିଲି ତେଣୁକରି ତମେ ଯାଅ ଗୋଟେ ବର୍ଷକର ବି ତମର ତାହିଁରେ ଅଛି ହଉ ତ ତମର ପ୍ରମୋସନ ହେଲା କିଛି ଯାଏ ଆସିଲେ ତମେ ଯାଅ ବୋଲି ସିଏ ମୋତେ ସେଇଠୁ କହିଲେ ଆମେ 3 ଜଣ ଯାକ ସେଇଠୁ ପଳେଇ ଆସିଲୁ ହେଲା ସେମିତି ହେଇକି ଆମର ପ୍ରମୋସନ ହେଲା ତେଣୁକରି ଏଇ ଯେଉଁ ମୁଁ ନ ଯାଇଥିଲେ ହୁଏତ ମୋର ସେ ସିସିଆର୍ ନ ଯାଇଥିଲେ ହେଇଥାନ୍ତା କି ନାହିଁ ସେ ଯାହା ହଉ ଲାଷ୍ଟ ଏଇଥିରେ ମଧ୍ୟ ପ୍ରମୋସନ ଟିକେ ପାଇଲି ତେଣୁକରି ଭଗବାନ ଠାରେ ମୋର ବହୁତ ପ୍ରାର୍ଥନା ତା ସଙ୍ଗେ ସଙ୍ଗେ ଏହି ପଞ୍ଚାୟତର ଆମର ସରପଞ୍ଚ ମହୋଦୟ ଆଜି ଯେଉଁ ଦୁଃଖ ପ୍ରକାଶ କରୁଥିଲେ ପଞ୍ଚାୟତ ଏ ପଞ୍ଚାୟତ ତ ବହୁତ ଗୁଡ଼ିଏ କାମ ଆମେ କରୁଛୁ କିନ୍ତୁ ଦେଖିଲୁ ଆମର ପଇସା ପତ୍ର ଗୁଡ଼ିଏ ଅଛି ଏ ପଞ୍ଚାୟତକୁ ବହୁତ ପଇସା ବି ଆମର ରେଭେନ୍ୟୁ ସୋର୍ସ ଆସେ ସେ ଦୃଷ୍ଟିରୁ ପଞ୍ଚାୟତରେ ଆମେ ଯାହା ଚାହିଁଲେ ତାହା ମଧ୍ୟ ନିୟମ ଅନୁଯାୟୀ ଆମେ ବହୁତ ଗୁଡ଼ିଏ କାମ କରିପାରିବୁ ଏସବୁ ଯାକ ଯାହା ମୁଁ ଆଜି କରିଛି ଉପରେ ବି ସୁଟ୍ ଫୁଟ୍ ପକେଇଛି ଏ ସବୁ ଯାକ ବହୁତ ପଇସାରେ ବି ନାହିଁ 1,66,000 ଟଙ୍କାରେ ଏ ସବୁ ଯାକ ମୁଁ କରିଛି ତେଣୁକରି ଯାହା ସବୁ ଆମର ଦେଖିଲୁ ଗୋଟେ ପଞ୍ଚାୟତରେ ଏତେ ବଡ଼ ଗୋଟେ ଅଫିସ ଅଛି ଏସବୁ ଜାଗା ଆମେ କେମିତି କଲେ ଆମର ପଞ୍ଚାୟତଟା ଗୋଟେ ଉନ୍ନତି ହେବ ସେ ଦୃଷ୍ଟିରୁ ମୁଁ ଏ ସବୁ ଯାକ ରଖିଲି ଯେଉଁଟାକି ସାର୍ ବି ଆସିକି ବହୁତ ଥର ଆସିଲେଣି ପିଡି ସାର୍ ବି ଆସିକି ଏଇଟା 2-4 ଥର ଇଏ କଲେଣି ତେଣୁ ଆମେ ଯଦି ପଞ୍ଚାୟତରେ ପିଓ ମାନେ ଯଦି ଠିକ ରୂପେ କାର୍ଯ୍ୟ କରିବା ନିଶ୍ଚୟ ପଞ୍ଚାୟତ କ'ଣ ପଞ୍ଚାୟତର ସମସ୍ତ ଲୋକ ଆମକୁ ନିଶ୍ଚୟ ଖୁସି ହେବେ ହେଲେ କାମ କରିବାର ତରିକା ଆମେ ଜାଣିବାର ଅଛି ଲୋକମାନଙ୍କ ସହିତ ମିଶିବାର ଅଛି ମୋର ବହୁତ ଏକ୍ସପିରିଏନ୍ସ ମୁଁ ଯାହା କାମ କଲି 37 ବର୍ଷ ଭିତରେ ମୋତେ ସବୁବେଳେ ଡଙ୍ଗର ପାହାଡ଼ ଜାଗା ପଡ଼େ ଆଉ ମୋର ଗୋଟେ ସ୍ପେସିଆଲ ରାସ୍ତା ଯେଉଁ ଡଙ୍ଗର ପାହାଡ଼ ଜାଗା ପଡ଼େ ଯେଉଁ ଡଙ୍ଗରରେ ରାସ୍ତା ନଥିବ ମୁଁ ସେ ଗାଁର ଫାଷ୍ଟ ଗାଁକୁ ସେ ରାସ୍ତା କରୁଛି ଯେହେତୁ ଏନ୍ଆର୍ଜିଏ ହଉ ଆପଣଙ୍କର ଏଇ ମେପ୍ ହେଲା ପୂଜାରୀ ବମ୍ବକୁ ରାସ୍ତା ନଥିଲା ମାରିଗୁଡ଼ାକୁ ପୂଜାରୀ ବମ୍ବୁ 10 ଲକ୍ଷ ଟଙ୍କା ଦେଇକି ମୁଁ ସେତେବେଳେ ଏନ୍ଆର୍ଜିରେ ସେଇଟା କରିଥିଲି ଯେଉଁଟାକି ରାଜେନ୍ଦ୍ର ମାଝୀ ବିଡ଼ିଓକୁ ବି ବହୁତ ମାନେ ଉପର ଆଡ଼ୁ ବି ପ୍ରେସର ଆସିଲା କଲେକ୍ଟର ବି କ'ଣ ହୁଏ ସେ ଯେଉଁ ଗଭର୍ଣ୍ଣମେଣ୍ଟ ବି ଆସିଲା ସେ ତାଙ୍କର ଗଛ ଅଲଗା କଟାଇ ଯାଉଛି ବୋଲି ସେଇଟା ବି ହେଲା ତା ବାଦ ଆପଣଙ୍କର ଜୁରୁରୁ ପୁଷ୍କୁ ଯେଉଁ ରାସ୍ତା ଥିଲା ସେ ରାସ୍ତା ବି ଆମେ ସେଇଠି କରିଥିଲୁ କୈଳାସପୁରରେ ଗାନ୍ଧୀନଗରରେ ଏମିତି ଗୋଟେ କାମ ଥିଲା ଯେଉଁ କାମ ଯାକୁ ବି ସବୁବେଳେ ଆମକୁ ମନେ ରହୁଛି ଏମିତି ଗୁଡ଼ିଏ କାମ ଯେଉଁଟାକି ସାର୍ କୈଳାସପୁର ପଞ୍ଚାୟତରେ ବି ମୁଁ ଥିଲି ଯିଏ ବି ଆମର ଭାଇମାନେ ଟାର୍ଗେଟ ନେବାକୁ ଭୟ କରୁଥିଲେ 500 PMY ଘର ଇନ୍ଦିରା ଆବାସ ଘର ଆମର ମଲା ହଉଥିଲେ ପାତ୍ର ହଉଥିଲେ 500 ଘର ସେ ପଞ୍ଚାୟତରେ ଯାହା ଆସିଲା 2 ବର୍ଷ ଭିତରେ ମୁଁ ନିଜେ କରିଥିଲି କୌଣସି ପିଓ ବି ସେଟାକୁ ନାଇଁ ଆଜ୍ଞା କରିପାରୁନି ବୋଲି ଦେଇନଥିଲି ସେ ସବୁ ଯାକ କରିକି ବି କମ୍ପ୍ଲିଟ୍ କରୁଥିଲି ଆଉ ଏମିତି ବର୍ତ୍ତମାନ ଆମର ନୂଆ ପିଓମାନେ ଯେଉଁମାନେ ଅଛନ୍ତି ତାଙ୍କୁ ବି ଅନୁରୋଧ କରୁଛୁ ସେମାନେ ବି ସରକାରଙ୍କ ଗାଇଡ଼ଲାଇନ୍ ହିସାବରେ ଯାଆନ୍ତୁ ସାର୍ଙ୍କର କଥା ଶୁଣି କାମ ସରକାରଙ୍କ ନିୟମ ଅନୁସାରେ ଯଦି କରିବେ ନିଶ୍ଚୟ ପଞ୍ଚାୟତରେ ବି ସମସ୍ତେ ଲୋକ ବି ଭଲ ପାଇବେ ଆଉ ଇଏ ତ ଆମର ଚିରାଚରିତ ପ୍ରଥା ଯିବା ଆସିବା ଲାଗିଛି ଆମେ ତ
समय है सरकार कहले जाओ समय है आप अवसर नियंतु तेणुक आपणर ये जो कलम मुनरे मु भावी सार कलम मुनरे मुझे अवसर नेबी से जाओ मोर गोटे बड़ भाग्य जेहेतु मो ग्रहण आज मोर दुई जन सार मोर गोष्ठोन्नयन अधिकारी जिला पंचायत अधिकारी दुई जन जाक उपस्थित अच्छा ग्रहण में आज मोर चाकरी अवसर नौ तेणुक समस्त सार मान धन्यवाद दूसरी आम किसी अधिक किसी कहूँ ये कही मोर वक्तव्य शेष कर धन्यवाद डॉक्टर। बर्तमान मु अनुरोध करी मंगल